ସମସ୍ତଙ୍କୁ ନମସ୍କାର। ଯେ ଗର୍ଭବତୀ ମହିଳା ମାନଙ୍କର ମାନେ କିଭଳି ଭାବରେ ପ୍ରସୂତିକୁ ଆମେ ଟ୍ରାନ୍ସଫର କରିବା ବା ମାଇଗ୍ରେଟ୍ ଫ୍ରମ୍ ପ୍ରେଗନେଣ୍ଟ ୱୁମେନ୍ ଟୁ ଲାକ୍ଟେଟିଂ ମଦର। ତ ଏହି ଗର୍ଭବତୀ ଠାରୁ ଆମେ ପ୍ରସୂତିକୁ କିଭଳି ଭାବରେ ଆମେ ପୋଷଣ ଟ୍ରାକରେ ଆମେ ଟ୍ରାନ୍ସଫର କରିବା। ତ ଏଠି ଦେଖନ୍ତୁ ମୁଁ ଏହି ଗର୍ଭବତୀ ମହିଳା ଉପରେ କ୍ଲିକ୍ କଲା ପରେ ତ ତାର 3ଟା ଡଟ୍ ଉପରେ ଆମେ କ୍ଲିକ୍ କରିବା। 3ଟା ଡଟ୍ ଉପରେ କ୍ଲିକ୍ କଲା ପରେ ଏଠି ଆମେ ଦେଖୁଛୁ, ଏଠି ଆମେ ଦେଖିପାରୁଛୁ 2 ନମ୍ବରରେ ମାଇଗ୍ରେଟ୍ ଟୁ ଲାକ୍ଟେଟିଂ ମଦର। ତା ଉପରେ ଯେତେବେଳେ ଆମେ କ୍ଲିକ୍ କରୁଛୁ ଏଇଭଳି ଏକ ଆମେ ସ୍କ୍ରିନ୍ ଦେଖିବାକୁ ପାଉଛୁ। ଇଏ ହେଉଛି ଗର୍ଭବତୀ ମହିଳା, ଆଉ ଗର୍ଭବତୀରୁ ସେ ଟ୍ରାନ୍ସଫର ହେଇକି କିଭଳି ଭାବରେ ପ୍ରସୂତିକୁ ଯିବ। ତ ଏଇ ମହିଳାର ଡିଟେଲ ଆମେ ଦେଖିବାକୁ ପାଉଛୁ। ଏଇଠି ତାର ନାଁ ଅଛି, ଆଉ ତାର ଏଜ୍, ଆଉ ପ୍ରେଗନେଣ୍ଟ ମନ୍ଥ, ତାପରେ ଇଡିଟି, ତାପରେ ଡେଟ୍ ଅଫ୍ ଡେଲିଭରି। ଏଇଠି ଆମମାନଙ୍କର ଡେଟ୍ ଅଫ୍ ଡେଲିଭରି ଅଛି, ଏଇଭଳି ଭାବରେ ଆମେ ଚେଞ୍ଜ କରିଛେ। ତ ଏଇଠି ଦେଖନ୍ତୁ ପ୍ଲେସ୍ ଅଫ୍ ଡେଲିଭରି ଅଛି, ହୋମ୍ରେ ହେଇଛି ନା ଇନଷ୍ଟିଟ୍ୟୁସନାଲରେ ହେଇଛି। ଏହାର ଅର୍ଥ ଇନଷ୍ଟିଟ୍ୟୁସନାଲ ଅର୍ଥ ହେଉଛି ଯେ ମେଡ଼ିକାଲରେ ଘରେ ଡେଲିଭରି ହେଇଛି ବା କିମ୍ବା ମେଡ଼ିକାଲ ହେଇଛି, ସେଇ ବିଷୟ ଆମେ ଅପସନ୍ ଆମେ ଚୁଜ୍ କରିବାକୁ ପଡ଼ିବ। ମନେକର ମୁଁ ଏଇଟା ମେଡ଼ିକାଲରେ ଚୁଜ୍ କଲି। ତାପରେ ଏଇଠି ଦେଖନ୍ତୁ ଜେଣ୍ଡର ଅଫ୍ ଦ ଚାଇଲ୍ଡ, ସେ ଝିଅ ଛୁଆ ଜନ୍ମ କଲା ନା ପୁଅ ଛୁଆ ଜନ୍ମ କଲା। ତା ପୁଅ ଜନ୍ମ ହେଲା ନା ଝିଅ ଜନ୍ମ ହେଲା ତାହା ଏଣ୍ଟ୍ରି କରିବାନି। ପୁଣି ଏଠି ଚାଇଲ୍ଡର ବାର୍ଥ ୱେଟ୍, ସେ ଛୁଆର ଯେଉଁ ଜନ୍ମ ହେଲା ବେଳେ ଯାହା ଓଜନ ହେଇଛି ତାହା ଏଠି ଏଣ୍ଟ୍ରି କରିବାକୁ ପଡ଼ିବ। ଆଉ ଏଠି ବାର୍ଥ ହାଇଟ୍, ଜନ୍ମ ହେଲା ବେଳେ ଯାହା ତାର ଜନ୍ମ ହାଇଟ୍ଟା ହେଇଛି ତାହା ଏଣ୍ଟ୍ରି କରିବାକୁ ପଡ଼ିବ। ତାପରେ ଏସବୁ ଏଣ୍ଟ୍ରି କଲା ପରେ ଏଇଠି ପ୍ରୋସିଡ୍ ଅଛି, ପ୍ରୋସିଡ୍ ଉପରେ ଆମେ କ୍ଲିକ୍ କରିବା। ପ୍ରୋସିଡ୍ କଲା ପରେ ଆମମାନଙ୍କୁ ଏଇଭଳି ଆମମାନଙ୍କର ଅପସନ୍ ଆସୁଛି। ତ ଏଇଠି ଦେଖନ୍ତୁ ନେମ୍ ଅଫ୍ ଦ ଚାଇଲ୍ଡ ଡାଜ୍ ନଟ୍ ହାଭ୍ ଆଧାର। ଏଇ ଛୁଆର ତ ଜନ୍ମ ହଉ ହଉ ତାର ଆଧାର ହେଇନଥାଏ। ତ ଏଇଠି ଅଟୋମେଟିକ୍ ମାର ଆଧାରକୁ ସେ ଆମମାନଙ୍କର ଏଇଠି ଦିଆଯାଇଛି। ତାପରେ ଡେଟ୍ ଅଫ୍ ବାର୍ଥ, ମାର ଅଲରେଡ଼ି ଆମେ ଯାହା ଏଣ୍ଟ୍ରି କରିଥିଲୁ ଯେତେବେଳେ ଗର୍ଭବତୀ ମହିଳାର ନ୍ୟୁ ଏଣ୍ଟ୍ରି କଲାବେଳେ ଆମେ ଯେତେବେଳେ ଏଣ୍ଟ୍ରି କରିଥିଲୁ ତାର ଡିଟେଲ ଏଇଠି ସବୁ ଅଛି। ପୁଣି ସ୍କ୍ରୋଲ୍ କରିବା ତଳକୁ ଦେଖିବା, ଏଇ ଛୁଆର ଜନ୍ମ ତାରିଖ ଅଲରେଡ଼ି ଆମେ ଯେତେବେଳେ ମାଇଗ୍ରେଟ୍ କଲୁ ସେଇ ସମୟରେ ଏଇଠି ଏଣ୍ଟ୍ରି ହେଇଛି। ପୁଣି ଛୁଆର ଜନ୍ମ ତାର ଜେଣ୍ଡର ମଧ୍ୟ ଏଇଠି ଏଣ୍ଟ୍ରି ଅଛି। ତାପରେ ନେମ୍ ଅଫ୍ ଦ ଫାଦର ଗାର୍ଡ଼ିଆନର ନାଁଟା ବି ଏଇଠି ଏଣ୍ଟ୍ରି ଅଛି। ଆଉ ମାର ମଧ୍ୟ ନାଁ ଏଇଠି ଏଣ୍ଟ୍ରି ହେଇକି ଅଛି। ମୋବାଇଲ ନମ୍ବର ଅଛି। ତାର କ୍ୟାଟେଗୋରୀ ଆମେ ଚେଞ୍ଜ କରିବା, ST ନା SC। ତାପରେ ଡୁ ୟୁ ବିଲଙ୍ଗ ଟୁ ରିଲିଜିୟସ୍ ମାଇନରିଟି, ତାହା ମଧ୍ୟ ଆମେ ଏଣ୍ଟ୍ରି କରିବା। ବାର୍ଥ ୱେଟ୍ ଆମେ ଅଲରେଡ଼ି ଏଣ୍ଟ୍ରି କରିଛୁ ଯେତେବେଳେ ଆମେ ମାଇଗ୍ରେଟ୍ କଲୁ। ଆଉ ହାଇଟ୍ ମଧ୍ୟ ଆମେ ଏଣ୍ଟ୍ରି କରିଛୁ। ତାପରେ ଏଇଠି ଯେଉଁ ରେସିଡେଣ୍ଟ ଟାଇପ୍ ଅଛି, ସେମାନେ ସେଇ ଜାଗାର ପରମାନେଣ୍ଟ ବାସିନ୍ଦା ନା ଟେମ୍ପୋରାରୀ ବାସିନ୍ଦା ତାହା ଆମେ ଏଣ୍ଟ୍ରି କରିବା। ମନେକର ଇଏ ପରମାନେଣ୍ଟ ବାସିନ୍ଦା ଆମର। ଏଇସବୁ ଆମେ ଏଣ୍ଟ୍ରି କଲା ପରେ ଆମେ ସବମିଟ୍ ବଟନରେ କ୍ଲିକ୍ କରିବା। ଗର୍ଭବତୀ ମହିଳା ଠୁ ଆମମାନଙ୍କର ପ୍ରସୂତିକୁ ଯେତେବେଳେ ଆମେ ମାଇଗ୍ରେଟ୍ କରୁଛୁ ସେଇ ସମୟରେ ଏଇଭଳି ଭାବରେ ଏଇ ପ୍ରୋସେସ୍ ଆମେ ଫଲୋ କରିବାକୁ ପଡ଼ିଥାଏ। ଯଦି ଆପଣଙ୍କୁ ଏଇ ଭିଡ଼ିଓଟି ହେଲ୍ପଫୁଲ୍ ହେଇଛି ତାହେଲେ ଆପଣମାନଙ୍କର ସହକର୍ମୀମାନଙ୍କ ସହିତ ସେୟାର କରନ୍ତୁ, ଯଦ୍ୱାରା ସେମାନେ ମଧ୍ୟ ଏଇ ଭିଡ଼ିଓ ଦ୍ୱାରା କିଛି ଲାଭବାନ ହୋଇପାରିବେ। ଯଦି ଆପଣମାନେ ମୋ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଆଉ ବେଲ୍ ଆଇକନ୍କୁ ଦବାନ୍ତୁ, ଯଦ୍ୱାରା କି ଯଦି କିଛି ଭିଡ଼ିଓ ମୁଁ ନୂଆରେ ଆପଣମାନଙ୍କ ନିମନ୍ତେ ଅପଲୋଡ଼ କରିବି ତାହା ସର୍ବପ୍ରଥମେ ଆପଣମାନେ ଦେଖିପାରିବେ। ଧନ୍ୟବାଦ।